ଧର୍ମପରାୟଣ ମହିଳା ବସନ୍ତ ମଞ୍ଜରୀ ମହାନ୍ତିଙ୍କ ସ୍ମୃତିଚାରଣ ସଭା। ସ୍ୱର୍ଗତା ବସନ୍ତ ମଞ୍ଜରୀ ଥିଲେ ଜଣେ ଧର୍ମପରାୟଣ ମହିଳା ଓ ସୁଗୃହିଣୀ। ଜୀବନ କାଳ ମଧ୍ୟରେ ଅନେକ ଧର୍ମ କାର୍ଯ୍ୟରେ ବ୍ରତୀ ଥିଲେ। ତାଙ୍କ ବିୟୋଗରେ ନିଜ ଗ୍ରାମ ତଥା ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମଞ୍ଜରୀ ମହାନ୍ତିଙ୍କ ଏକାଦଶ ତିଥିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବ୍ୟକ୍ତିମାନେ ତାଙ୍କର ସ୍ମୃତିଚାରଣ କରିଥିଲେ। ସମ୍ବାଦ ଆମ ଓଡ଼ିଶା ଅଧ୍ୟକ୍ଷ ତଥା ପ୍ରାକ୍ତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଏକ ଯୌଥ ପରିବାରକୁ ସେ ସମ୍ଭାଳି ନେଉଥିଲେ ବୋଲି ସ୍ୱର୍ଗତ ମହାନ୍ତିଙ୍କ ଗୁଣଗାନ କରିଥିଲେ। ଖୋର୍ଦ୍ଧାରୁ ସୂର୍ଯ୍ୟକାନ୍ତ ଦଳାଇଙ୍କ ରିପୋର୍ଟ, ରେନବୋ ମିଡିଆ।